May I come in, sir? Good afternoon. Good afternoon, sir. Good afternoon. କଣ ହେଲା ଯେ ନିଜ ଜାଗା ଆସିଲେ ଭାରି? Sir, ଆମେ ବହୁତ ପିଲାଙ୍କୁ କଲ୍ କରୁଛୁ ତ ସେମାନେ କ୍ଲିନିକାଲ ରିସର୍ଚ୍ଚ ବିଷୟରେ ଜାଣିପାରୁନାହାନ୍ତି। ଆମେ ଭାବୁଛୁ ଏହା ଉପରେ ଗୋଟେ ଭିଡିଓ ବନେଇଲେ ଭଲ ହବ। କାହାକୁ ଆଉ କଲ୍ କରୁଛ? ମାଇକ୍ରୋବାୟୋଲୋଜି ବାୟୋଟେକ୍ ଦି ଭଲ ପିଲାଙ୍କୁ କଲ୍ କରୁଛୁ। ସେମାନେ ଜାଣିଛୁ ଆଉ ଟିକେ ଜଣେଇଲେ ଭଲ ହବ। ସେଇଆ ମାନେ ତମେ କହୁଛ ଯେ ଆମେ କ୍ଲିନିକାଲ ଭିଡିଓ ବନେଇବା। ହଁ ଆଚ୍ଛା। ତ ହିନ୍ଦୀ ନା ଇଂଲିଶ ନା ଓଡ଼ିଆ କୋଉ ଶୁଣୁନି? sir, ଓଡ଼ିଆରେ ବନେଇଲେ ଭଲ ହବ ଯେହେତୁ ଆମେ ଓଡ଼ିଶାରେ ରହୁଛୁ ତ ଓଡ଼ିଆରେ ହିଁ ବନେଇବୁ। କ୍ଲିନିକାଲ ରିସର୍ଚ୍ଚ ବିଷୟରେ ଓଡ଼ିଆରେ ଭିଡିଓ ବନେଇବା କହୁଛୁ। ହଁ। ଆମର ଗୋଟେ କହୁନ। ତ କ୍ଲିନିକାଲ ରିସର୍ଚ୍ଚ କୁ ଆମେ ତିନିଟା ଭାଗରେ ବୁଝିବା। ଫାର୍ଷ୍ଟ କ୍ଲିନିକାଲ ରିସର୍ଚ୍ଚ କଣ? ସେକେଣ୍ଡ କ୍ଲିନିକାଲ ରିସର୍ଚ୍ଚ ସହିତ ଆମେ ଯୋଉ କୋର୍ସ କରୁଛେ ତାର କଣ କନେକ୍ସନ୍ସ ଅଛି? ଥର୍ଡ এই ক্লিনিকাল রিসার্চ কোর্স কলে কোথায় জব মিলবে। প্রথমে আমি বুঝিবা ক্লিনিকাল রিসার্চ কଣ। ক্লিনিকাল রিসার্চ ইজ টু ইভালুয়েট দ্য সেফটি এন্ড এফিকাসি অফ এ ড্রগ। মানে ଆମେ ଧରି ନିଆଯାଉ ଗୋଟେ ଫାର୍ମା କମ୍ପାନୀ ଅଛି। ହଁ ତମ ଓଡିଆରେ କହିବି ଭୁଲିକି। ତ ଧରି ନିଆଯାଉ ଗୋଟେ ଫାର୍ମା କମ୍ପାନୀ ଅଛି, ସେ ଗୋଟେ ନୂଆ ଡ୍ରଗ ଡେଭଲପ କରିଛି ଡାଇବେଟିସ୍, ଆଉ ସେ ଡ୍ରଗ ମାର୍କେଟ କୁ ଆସିବ। ଯେହେତୁ ସେମାନେ ଫାର୍ମା କମ୍ପାନୀ ଡ୍ରଗ ବନେଇଛନ୍ତି, ଆମେ ତାର କ୍ଲିନିକାଲ ଟ୍ରାଏଲ କଲେ ତ ଜାଣିବା ନା ସେ ଡ୍ରଗ କାମ କରୁଛି ନା କାମ କରୁନି। ସେଇଥିପାଇଁ ଯେହେତୁ ଫାର୍ମା କମ୍ପାନୀ ନିଜେ ସେ ଡ୍ରଗ ଡେଭଲପ କରିଛନ୍ତି ନା, ସେମାନେ ନିଜେ ନିଜ ଡ୍ରଗର ଟ୍ରାଏଲ କରିପାରିବେ ନା। ତା ପାଇଁ ଗୋଟେ ଥର୍ଡ ପାର୍ଟି କ୍ଲିନିକାଲ ଟ୍ରାଏଲ କରେ, ଯାହାକୁ ଆମେ କହୁଛେ କଣ CRO ମାନେ କଣ୍ଟ୍ରାକ୍ଟ ରିସର୍ଚ୍ଚ ଅର୍ଗାନାଇଜେସନ। ଆଉ ଆମର ଇଣ୍ଡିଆର ଗଭର୍ଣ୍ଣ ବଡି କି DCGI ଡ୍ରଗ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ। ମାନେ ଆମେ ଇଣ୍ଡିଆରେ ଯାହା ବି କ୍ଲିନିକାଲ ଟ୍ରାଏଲ କରିବା ଆମକୁ DCGI ରୁ ତାର ଆପ୍ରୁଭାଲ୍ସ ନବା ପାଇଁ ପଡିବ। ଏବେ ଧରି ନିଆଯାଉ ଫାର୍ମା କମ୍ପାନୀର CRO ର ଏଗ୍ରିମେଣ୍ଟସ କଲେ ଯେ କ୍ଲିନିକାଲ ଟ୍ରାଏଲ କଣ୍ଡକ୍ଟ କରିବା ପାଇଁ ଅଲ୍ ଓଭର ଇଣ୍ଡିଆ। ତ ଆମେ ଫାର୍ଷ୍ଟ କୋର୍ସ ଷ୍ଟାର୍ଟ କରିବା। ଫାର୍ଷ୍ଟ ଆମେ କରିବା ପ୍ରି କ୍ଲିନିକାଲ, ମାନେ ଆମେ ଆନିମଲ ଷ୍ଟଡି ଫାର୍ଷ୍ଟ କରିବା। ଆନିମଲ୍ସ ମାନେ କିଏ? ମାଉସ ହଉ, ରାବିଟ ହଉ, ଏମାନଙ୍କ ଉପରେ କରିବା। କାହିଁକି କରିବା? କାହିଁକିନା ମାଉସ ର ଡାଇଜେଷ୍ଟିଭ ସିଷ୍ଟମ ଆମର ଡାଇଜେଷ୍ଟିଭ ସିଷ୍ଟମ ସମାନ। ତମେ ଦେଖୁଥିବ କୁକୁର, ବିଲେଇ, ମାଙ୍କଡ ଏତେ ବୁଲୁଛନ୍ତି। ମାଙ୍କଡ ତ ରହୁଛି ଆମେ କୁକୁର ବନ୍ଧୁ ଆମର ଗାଈ ଏତେ ବୁଲୁଛନ୍ତି, ଆମେ ତାଙ୍କ ଉପରେ କାହିଁକି କରିପାରିବାନି? କାହିଁକିନା ତାଙ୍କର ବଡି ସିଷ୍ଟମ ସହିତ ଆମର ବଡି ସିଷ୍ଟମର କିଛି ସାମଞ୍ଜସ୍ୟତା ନାହିଁ, ହେଲା। ତ ଫାର୍ଷ୍ଟ ଆମେ ଆନିମଲ ଷ୍ଟଡି ଟ୍ରାଏଲ କରିକି ଦେଖିବା ଯେ ସେ ଡ୍ରଗ କାମ କରୁଛି ନା କାମ କରୁନି। ୱାନ୍ସ ଧରି ନିଆଯାଉ ସେ ଡ୍ରଗ କାମ କରୁଛି, ତାହେଲେ ଆମେ ଯାହା ଆମର ରିପୋର୍ଟ ବାହାରିଲା ଆନିମଲ ଷ୍ଟଡିର ଆମେ ତାକୁ DCGI ରେ ସବମିଟ କରିବା। DCGI ଆପ୍ରୁଭାଲ ଦବ। ଆପ୍ରୁଭାଲ ଦେଲା ପରେ ଆମେ ହ୍ୟୁମାନ ଟ୍ରାଏଲ ଷ୍ଟାର୍ଟ କରିବା। ଆମର ହ୍ୟୁମାନ ଟ୍ରାଏଲ ଫେଜ 1, ଫେଜ 2, ଫେଜ 3, ଫେଜ 4 ଏମିତି ଅଛି। ସବୁତକ ଫେଜେସ୍ କହିଲେ ତ ବହୁତ ଟାଇମ ହେଇଯିବ, ଆଉ ଏତେ ମାନେ ସରଳ ଭାଷାରେ ବୁଝେଇ ହବନି, ତ ମୁଁ ଖାଲି ଫେଜ 3 ର ଏକ୍ସାମ୍ପଲ୍ସ ନେଇଯାଉଛି। ତ ଧରି ନିଆଯାଉ ଆମେ 200 ସବଜେକ୍ଟ ଉପରେ ଟ୍ରାଏଲ କରିବା, ଆଉ ନେଟ୍ ଧରି ନିଅ ଡାଇବେଟିସ୍ ଉପରେ କରିବା। ତ ଗଭର୍ଣ୍ଣମେଣ୍ଟ ରୁଲ ହିସାବରେ ଆମେ ଯୋଉ 200 ଉପରେ ଲୋକଙ୍କ ଉପରେ କରିବା ନା, ଆମକୁ ଇଷ୍ଟ, ୱେଷ୍ଟ, ସାଉଥ, ନର୍ଥ ଚାରିଟା ଯାକ ଜୋନରୁ କିଛି କିଛି ପେସେଣ୍ଟ ନବା ପାଇଁ ପଡିବ। କାହିଁକି ପେସେଣ୍ଟ ନବା କହିଲେ? ସବୁ ଜାଗାରେ ଏନଭାରମେଣ୍ଟ ଅଲଗା, ସବୁ ଜାଗାରେ ଲୋକଙ୍କର ଖାଇବା ଷ୍ଟାଇଲ ଅଲଗା। ଆଉ ଯୋଉ ଫାର୍ମା କମ୍ପାନୀ ଡ୍ରଗ ବନେଇଛନ୍ତି ସେ ଖାଲି ଓଡିଶାରେ ବିକିବେ କି? ସେ ହୋଲ ଇଣ୍ଡିଆରେ ବିକିବେ। ତ ସବୁ ଏନଭାରମେଣ୍ଟରେ କାମ କରୁଛି ନା ଜାଣିବା ପାଇଁ ଆମେ ସବୁ ଜୋନରୁ କିଛି କିଛି ପେସେଣ୍ଟକୁ ନବା। ଆମେ ତାଙ୍କୁ ମେଡିସିନ ଦେଇକି ଦେଖିବା, ତାର ଡେଟା କଲେକ୍ସନ କରିବା, ତାର ଫାଇନାଲ ରିପୋର୍ଟ ବନେଇବା। ରିପୋର୍ଟ ଆମେ DCGI ରେ ସବମିଟ କରିବା। DCGI ଆପ୍ରୁଭାଲ ଦେଲା ପରେ ସେ ଡ୍ରଗ ମାର୍କେଟକୁ ଆସେ। ବୁଝିଲେ ନା? ତ ଇଏ ତମକୁ ସର୍ଟକଟରେ ମୁଁ ବୁଝେଇଲି କ୍ଲିନିକାଲ ରିସର୍ଚ୍ଚ କଣ, ହେଲା। ଆମେ ତ ସେକେଣ୍ଡ ଷ୍ଟେପ କୁ ଯିବା। ଆମେ ଯୋଉ 5ଟା କୋର୍ସ ଦଉଛେ କ୍ଲିନିକାଲ ରିସର୍ଚ୍ଚ ସହିତ ଏ 5ଟା କୋର୍ସ ର କଣ କନେକ୍ସନ ଅଛି ବୁଝିବା, ହେଲା। ତ ତମେ ଭାବ ଫାର୍ମା କମ୍ପାନୀର CRO ର ଏଗ୍ରିମେଣ୍ଟ ହେଇଗଲା। ଏ ଯୋଉ 5ଟା କୋର୍ସ କୁ 5ଟା ଇଏ ରଖିକି କରି କୋର୍ସ ଆମେ ବୁଝିପାରିବା ଯେମିତି ଭଲ। ତ ଧରି ନିଆଯାଉ ଏ 5ଟା ହଉଛି କୋର୍ସ, ହେଲା। ତ ଯେତେବେଳେ ଫାର୍ମା କମ୍ପାନୀର CRO ର ଏଗ୍ରିମେଣ୍ଟ ହୁଏ, ଧରି ନିଆଯାଉ ଆମେ ଯୋଉ ଏକ୍ସାମ୍ପଲ ନଉଥିଲେ ଫେଜ 3 ଟ୍ରାଏଲର 200 ସବଜେକ୍ଟ ଉପରେ ଡାଇବେଟିକ୍ସ ଉପରେ କରିବା। ଯୋଉ ଧରି ନିଆଯାଉ ଫାର୍ମା କମ୍ପାନୀର CRO ର ଏଗ୍ରିମେଣ୍ଟ ହେଲା, ତ ଫାର୍ଷ୍ଟ କୋଉ ଡିପାର୍ଟମେଣ୍ଟ କୁ କାମ ଯିବ? ଫାର୍ଷ୍ଟ ମେଡିକାଲ ରାଇଟିଂ ଟିମ୍ କୁ କାମ ଯିବ। ଏମାନେ କଣ କରିବେ? ଫାର୍ଷ୍ଟ ଡକୁମେଣ୍ଟ ସବୁ ଡିଜାଇନ କରିବେ। ତମେ ଭାବ ତମେ ଯେତେବେଳେ ଆଧାର କାର୍ଡ କରିବାକୁ ଯାଇଥିଲ, ସେତେବେଳେ ଡକୁମେଣ୍ଟ ସବୁ ବନେଇକି ସବମିଟ କରିଥିଲ ନା ନାଇଁ? ସେମିତିଆ ଆମେ କ୍ଲିନିକାଲ ରିସର୍ଚ୍ଚ କରିବା ପୂର୍ବରୁ ଆମେ ଯୋଉ ଡକୁମେଣ୍ଟ ସବୁ ବନେଇବା ନା, ସେ ସବୁ ମେଡିକାଲ ରାଇଟିଂ ଡିପାର୍ଟମେଣ୍ଟ କରିବେ। କଣ କରିବେ? ତାଙ୍କର ବହୁତ ସାରା ଡକୁମେଣ୍ଟ ଅଛି, ପ୍ରୋଟୋକଲ, ICH ବହୁତ ସାରା ଅଛି। ପ୍ରୋଟୋକଲ କଣ ତମମାନଙ୍କର ଆଇଡିଆ ଅଛି? ହଁ।
ନାଇଁ ଆଚ୍ଛା ତ ପ୍ରୋଟୋକଲ ମାନେ ମୁଁ ତମକୁ ଏକ୍ସାମ୍ପଲ ଦଉଛି ବୁଝ। ଭାବ ଜଣଙ୍କର ବାହାଘର ଅଛି ଆର ମାସ 15 ତାରିଖ है ना। ତ ଆମେ କଣ କରିବା ଫାଷ୍ଟ ମଣ୍ଡପ ଠିକ କରିବା, ଫୁଲ ବାଲା କୋଉଠୁ ଆସିବେ, ମାଛ ବାଲା କୋଉଠୁ ଆସିବେ, ସେ ଜିନିଷ ପ୍ଲାନ କରିବା। ଆମେ କାହାକୁ କାହାକୁ ଡାକିବା ସେ ଲିଷ୍ଟ ଆଉଟ ବନେଇବା, କାହାକୁ ଡାକିବାନି ସେ ଜିନିଷ ମୁଣ୍ଡରେ ରଖିବା। ତ ଆମେ କରୁଛେ କଣ, ଆମେ ଗୋଟେ ଇଭେଣ୍ଟ କରିବା ପୂର୍ବରୁ ଆମେ ପ୍ଲାନ ଯୋଉ ବନଉନେ ତାକୁ ଆମେ କହୁଛେ ପ୍ରୋଟୋକଲ। ଯେମିତି ଆମେ ଯୋଉ କ୍ଲିନିକାଲ ରିସର୍ଚ୍ଚ କରିବା ପାଇଁ ଯାଉଛେ, ଆମେ କେତେ ପେସେଣ୍ଟ ଉପରେ ଟ୍ରାଏ କରିବା ହେଲା, ଆଉ କଣ କ୍ରାଇଟେରିଆ ଥିଲେ ପେସେଣ୍ଟ ର ଆମେ ତାକୁ ଇନକ୍ଲୁଡ କରିବା ଆମ ପ୍ରୋଜେକ୍ଟରେ, କଣ କ୍ରାଇଟେରିଆ ଥିଲା ଆମେ ଇନକ୍ଲୁଡ ତାକୁ କରିବାନି। ଯେମିତି କି ପ୍ରେଗନେଣ୍ଟ ଲେଡି ଅଛନ୍ତି ତାକୁ ଆମେ ଟ୍ରାଏରେ ଇନକ୍ଲୁଡ କରିବା, କି ଏଜ ପେସେଣ୍ଟ ଅଛନ୍ତି ତାଙ୍କୁ ଆମେ ଟ୍ରାଏରେ ଇନକ୍ଲୁଡ କରିବା। ଆମେ ଏଜ ଗ୍ରୁପ ରଖିଛେ 18 ରୁ 65, ମାନେ 18 ବର୍ଷରୁ କମ ପେସେଣ୍ଟ ଆସିଲେ କିମ୍ବା 65 ବର୍ଷରୁ କି ଅଧିକ ପେସେଣ୍ଟ ଆସିଲେ ତାକୁ ଆମେ ଟ୍ରାଏରେ ଇନକ୍ଲୁଡ କରିବା ହେଲା। ଆଉ ଆମ ପ୍ରୋଟୋକଲରେ କଣ ଲେଖା ହବ ଯେ ଜଣକୁ ଡାଇବେଟିସ ବୋଲି କେମିତି ଜାଣିବା, ଲ୍ୟାବ ଟେଷ୍ଟ କଲେ ଜଣା ପଡିବ। ତ ଆମେ କେତେ ଥର ତାର ଲ୍ୟାବ ଟେଷ୍ଟ କରିବା, ସେ ପେସେଣ୍ଟକୁ ଆମେ କେତେ ଥର ମେଡିସିନ ଦବା ହେଲା। ତ ସବୁ ଜିନିଷ ପ୍ରୋଟୋକଲରେ ଲେଖା ହେଇଛି। ମୁଁ ଯୋଉ ୟା ପୂର୍ବରୁ ତମକୁ କହୁଛି ଡିସିଜି ଆପ୍ରୁଭାଲ ଦବ, ଆପ୍ରୁଭାଲ ଦବ, ଡିସିଜି କାହାକୁ ଆପ୍ରୁଭାଲ ଦବ, ଡିସିଜି ପ୍ରୋଟୋକଲକୁ ଆପ୍ରୁଭାଲ ଦବ। ମାନେ ଆମେ ପ୍ରୋସିଜରଟା ଚିନ୍ତା କରିଛେ ସେଟା ଠିକ ଅଛି ନା, ବୁଝିଲ ତ। ତ ମେଡିକାଲ ରେକର୍ଡିଂ ଡିପାର୍ଟମେଣ୍ଟ କଣ କରିବେ, ଫାଷ୍ଟ ସବୁ ଡକ୍ୟୁମେଣ୍ଟ ଡିଜାଇନ କରିବେ। ୱାନ୍ସ ଡକ୍ୟୁମେଣ୍ଟ ଡିଜାଇନ ହେଲା ପରେ ସିଏ ଯିବ ରେଗୁଲେଟରୀ ଡିପାର୍ଟମେଣ୍ଟ। ରେଗୁଲେଟରୀ ଡିପାର୍ଟମେଣ୍ଟ କଣ କରିବେ, ସେ ଯୋଉ ଡକ୍ୟୁମେଣ୍ଟ ସବୁ ଅଛି ସେ ତାଙ୍କର ଡିସିଜିର ପୋର୍ଟାଲରେ ସବୁ ଡକ୍ୟୁମେଣ୍ଟ ଅପଲୋଡ କରିବେ। ଆଚ୍ଛା ଏମିତି ତ ନୁହଁ ଆମେ ଆଜି ଡକ୍ୟୁମେଣ୍ଟ ପକେଇଦେଲେ କାଲି ଆମ ଆପ୍ରୁଭାଲ ଆସିଯିବ, ସିଏ ବି ବହୁତ ସାରା କ୍ୱେରିଜ ଦେବେ। ତ ସିଏ ଯାହା କ୍ୱେରି ଦେଲେ ଆମେ ସେ କ୍ୱେରିର ସବୁ ଆନ୍ସର୍ସ ଦବା। ଯେତେବେଳେ ଡିସିଜିଆଇ ରେଡି ହେଲେ ଯେ ନାଇଁ ଏଥର ଠିକ ଅଛି, ସେତେବେଳେ ସିଏ ଆମକୁ ଆପ୍ରୁଭାଲ୍ସ ଦେବେ ହେଲା। ତ ୱାନ୍ସ ଆମର ଆପ୍ରୁଭାଲ ହେଇଗଲା, ଲେଟ୍ ଧର ଆମକୁ ଡିସିଜିଆଇ ର ଆପ୍ରୁଭାଲ୍ସ ମିଳିଗଲା, ଏବେ ଆମେ କ୍ଲିନିକାଲ ଟ୍ରାଏଲ କଣ୍ଡକ୍ଟ କରିବା। କେମିତି କରିବା, ମୁଁ ତମକୁ କହିଥିଲି ନା ଆମେ ଇଣ୍ଡିଆରେ ଇଷ୍ଟ ୱେଷ୍ଟ ସାଉଥ ନର୍ଥ ନର୍ଥ ଚାରିଟା ଜାଗାରେ କରିବା ପାଇଁ ଯାଉଛେ। ତାପରେ ସେ ଯିବ କ୍ଲିନିକାଲ ରିସର୍ଚ୍ଚ ଡିପାର୍ଟମେଣ୍ଟକୁ। ଏମାନେ କଣ କରିବେ, ତମେ ଭାବ ଆମର ଭୁବନେଶ୍ୱର କୋଉ ଜୋନରେ ଆସୁଛି, ଇଷ୍ଟ ଜୋନରେ। ତମେ ଭାବ ଯେ ସିଆର ଅଛନ୍ତି ସେ ଇଷ୍ଟ ଜୋନର ଭୁବନେଶ୍ୱର ଏମ୍ସ ରିଲେଟେଡ ପ୍ରୋଜେକ୍ଟ କରିବାକୁ ଚାହୁଁଛନ୍ତି। ତ ଆମେ କଣ କରିବା, ଯେହେତୁ ଆମେ ଡାଇବେଟିସ ଉପରେ ଟ୍ରାଏଲ କରିବାକୁ ଯାଉଛେ, ଆମର ଜେନେରାଲ ମେଡିସିନ ହୁଅନ୍ତୁ କିମ୍ବା କିଏ ଡାଇବେଟିସିଆନ ହୁଅନ୍ତୁ, ଆମେ ତାଙ୍କ ସହିତ ଯାଇ କଥା ହବା ହେଲା, ଯେ ଆମେ ଏମିତି ଡାଇବେଟିସ ଉପରେ କ୍ଲିନିକାଲ ଟ୍ରାଏଲ ଗୋଟେ କରିବା ପାଇଁ ଚାହୁଁଛୁ, ଆପଣ ଇଣ୍ଟରେଷ୍ଟେଡ ଅଛନ୍ତି। ସିଏ କଣ କହିବେ, ତମେ ପ୍ରୋଟୋକଲ ଡକ୍ୟୁମେଣ୍ଟ କୁ ପଠାଅ, ମୁଁ ପଢିକି କହିବି। ତ ଆମେ ଯାହା ସବୁ ଡକ୍ୟୁମେଣ୍ଟ ଥିଲା ଆମେ ଡକ୍ଟରଙ୍କୁ ପଠେଇଲେ, ସେ ସବୁ ଜିନିଷ ପଢିଲେ, ତାଙ୍କର ଯଦି କିଛି କ୍ୱେରି ଅଛି ଆମେ ତାଙ୍କର ଆନ୍ସର ଦେବେ ହେଲା। ତ ଧରି ନିଆଯାଉ ଡକ୍ଟର ଇଣ୍ଟରେଷ୍ଟ ହେଲେ ଯେ ହଁ ମୁଁ ଏ ପ୍ରୋଜେକ୍ଟ କରିବା ପାଇଁ ଇଣ୍ଟରେଷ୍ଟେଡ ଅଛନ୍ତି। ଦେଖ ଏବେ ଆମେ ଡକ୍ଟରଙ୍କ ସିନା ଆପ୍ରୁଭାଲ୍ସ ନେଇଗଲେ, ଆମେ ଯେହେତୁ ଏମ୍ସ ରେ ପ୍ରୋଜେକ୍ଟ କରିବା ପାଇଁ ଯାଉଛେ ଆମକୁ ତାଙ୍କର ବି ଆପ୍ରୁଭାଲ୍ସ ନେବା ପାଇଁ ପଡିବ। ମାନେ ଆମେ କ୍ଲିନିକାଲ ଟ୍ରାଏଲ କରିବାକୁ ହେଲେ ଆମେ ଦିଟା ଯାକର ଆପ୍ରୁଭାଲ୍ସ ନେବା ପାଇଁ ପଡିବ। ପ୍ରଥମେ ଆମକୁ ଡିସିଜିର ଆପ୍ରୁଭାଲ ନେବା ପାଇଁ ପଡିବ, ସେକେଣ୍ଡ ଆମେ ଯୋଉ ସାଇଟରେ କ୍ଲିନିକାଲ ଟ୍ରାଏଲ କଣ୍ଡକ୍ଟ କରିବା ପାଇଁ ଯାଉଛେ ଆମେ ତାଙ୍କଠୁ ଆପ୍ରୁଭାଲ୍ସ ନବା। ୟା ମାନେ ଆମେ ଡିସିଜିର ଆପ୍ରୁଭାଲ ନବା, ଆଉ ଏମ୍ସ ଅଥରିଟି ବି ଆମକୁ ଆପ୍ରୁଭାଲ୍ସ ନବା ପାଇଁ ପଡିବ। ଧରି ନିଆଯାଉ ଏମ୍ସ ଆମକୁ ଆପ୍ରୁଭାଲ୍ସ ଦେଲେ ଯେ ହଁ ତମେ ଆମ ପ୍ରିମିସେସରେ କ୍ଲିନିକାଲ ଟ୍ରାଏଲ କଣ୍ଡକ୍ଟ କରିପାରିବ, ତାହେଲେ ଆମେ କେମିତି କରିଯିବା, ଲେଟ୍ କୁ ଡାଇବେଟିସ୍ ପେସେଣ୍ଟ ଆସିଲେ ଆମେ ତାଙ୍କର ଲ୍ୟାବ ଟେଷ୍ଟ ପାସ୍ କରିବା ହେଲା, ତାଙ୍କର ଭ୍ୟାଲ୍ୟୁ କଣ ଆସୁଛି ଦେଖିବା। ତାଙ୍କ ଭ୍ୟାଲ୍ୟୁ ହିସାବରେ ଆମ ପ୍ରୋଟୋକଲରେ ଯାହା ଲେଖା ହେଇଛି ସେ ହିସାବରେ ୟାଙ୍କୁ ଆମେ ଇନକ୍ଲୁଡ କରିବା କି କରିବାନି, ସେଟା ଡକ୍ଟର ଆମକୁ କହିବେ ହେଲା। ୱାନ୍ସ ପେସେଣ୍ଟ ମାନେ ଆସିଲେ ଆମ ପ୍ରୋଟୋକଲରେ ଯେମିତି ଲେଖା ହେଇଛି, ଆମକୁ ଯେତେ ଥର ମେଡିସିନ ଦେବା ପାଇଁ ଲେଖା ହେଇଛି ସେତେ ଥର ତାଙ୍କୁ ମେଡିସିନ ଦବା, ତାଙ୍କର ଲ୍ୟାବ ଟେଷ୍ଟ କରିବା, ତାଙ୍କର ଡେଟା କଲେକ୍ସନ କରିକି ରଖିବା। କୋଉଠି ଖାଲି ଇଷ୍ଟରେ ସିନା ଆମେ ଏମ୍ସ ର ଭୁବନେଶ୍ୱର ଏକ୍ସାମ୍ପଲ ଦେଲି, ୱେଷ୍ଟ ସାଉଥ ନର୍ଥ ସେମିତି ଅଲଗା ଜାଗାରେ ବି ହବ, କାହିଁକିନା 200 ପେସେଣ୍ଟ ଆମକୁ କରିବାର ଅଛି। ତ ଯେହେତୁ ଚାରିଟା ଯାକ ଜୋନରେ କରିବାର ଅଛି ତ ଆମକୁ କେତେ 50 ପେସେଣ୍ଟ କରିବାର ଅଛି। ତ ସବୁ ଜୋନରେ ସେମିତିଆ ପେସେଣ୍ଟକୁ ଆମେ ଆଣିବା, ଆମେ ତାଙ୍କର ମେଡିସିନ ଦେଇକିନା ତାଙ୍କର ଲ୍ୟାବ ଟେଷ୍ଟ ପାଇଁ ଡେଟା କଲେକ୍ସନ କରିବା। ୱାନ୍ସ ସବୁ କାମ ସରିଲା ପରେ ସିଏ ଯିବ ସିଡିଏମଏ ଡିପାର୍ଟମେଣ୍ଟ। ସିଡିଏମଏ ଡିପାର୍ଟମେଣ୍ଟ କଣ କରିବେ, ଏଇ ଯୋଉ ଆମର ଡାଟା କଲେକ୍ସନ ହେଲା ନା ସେ ତାକୁ ସଫ୍ଟୱେରରେ ପକେଇବେ। ସେ କଣ କରିବେ, ଡାଟାକୁ ଭେରିଫାଇ କରିବେ, ଆମକୁ ଯୋଉ ଡାଟା ମିଳିଲା ଚାରିଟା ଯାକ ଜୋନରୁ ସେ ଡାଟା ସବୁ ଠିକ ଅଛି ନା ହେଲା। ମୁଁ ତମକୁ ଏକ୍ସାମ୍ପଲ ଦଉଛି ଦେଖ, ଲେଟ୍ ଭାବ ଆମେ ବ୍ରେଷ୍ଟ କ୍ୟାନ୍ସର ଉପରେ ପ୍ରୋଜେକ୍ଟ କରୁଛେ, ଏପଟେ ଜେଣ୍ଡରରେ ଲେଖା ହେଇଛି ମେଲ୍, ସେ ତ ଭୁଲ ହବ ନିହାତି। ତ ସିଡିଏମଏ ଡିପାର୍ଟମେଣ୍ଟ କଣ କରିବେ, ସିଏ ଏମ୍ସ ର ଫୋନ କରିବେ, ଯୋଉ ପିଲା ଆମର କାମ କରୁଥିବେ ତାଙ୍କୁ ଫୋନ କରିବେ, କହିବେ ଦେଖ 7 ନମ୍ବର ପେସେଣ୍ଟର ଜେଣ୍ଡର ତମେ ମେଲ କରିଛ, ତମେ ତାକୁ ଫିମେଲ କର। କହିବା ରିଜନ ହଉଛି ଏୟା, ଆମର 200 ସବଜେକ୍ଟର ଯାହା ଡେଟା କଲେକ୍ସନ ହେଲା ଆମେ
सीडीएमए डिपार्टमेंट कौन करेंगे तार डाटा को सब वेरीफाई करके देखिए आम सब डाटा जहाँ आसी ठीक अच्छी ना बुझिल वंस डाटा हमर वेरीफाई हैला परे सी जीव स्टैटिस्टिकल डिपार्टमेंट स्टैटिस्टिकल डिपार्टमेंट कौन करेंगे हमर जहाँ डाटा आसीला 200 सब्जेक्ट रो जहाँ डाटा आथिला एंड द एंड डाटा जहाँ आसीला से सब स्टैटिस्टिकल एनालिसिस करेंगे से आसलो सॉफ्टवेयर अछि सॉफ्टवेयर पके कि डाटा को एनालिसिस करेंगे तार एंड रिजल्ट करेंगे माने आमे ए रिजल्ट करिबा जे हमर पेशेंट जहाँ हम मेडिसिन देले सबरो डाटा जो कलेक्शन हैला तार हमर एंड रिजल्ट कोन बाहर माने हमर ड्रग काम करूची ना काम करूनी बुझिल वंस हमर डाटा कलेक्शन है मेन रिपोर्ट बाहरला परे से जीव हमर रेगुलेटरी डिपार्टमेंट कोन करिवे डिसीजर डॉक्यूमेंट सबमिट करिवे डॉक्यूमेंट सबमिट करला परे गवर्नमेंट का अप्रूवल्स देबो अप्रूवल देला परे ड्रग मार्केट को आसीबो माने मु वर्तमान एया बुझिया को चेष्टा करथिले जे आमे जो पांचटा जक जो कोर्स करूजे से पांचटा जक कोर्स होची पांचटा जक डिपार्टमेंट है ना आ गोटे रही गला हमर फार्माकोविजिलेंस कौन कहला फार्माकोविजिलेंस होची पोस्ट मार्केटिंग माने हमर ड्रग मार्केट को आसीरा पर जते बेला हम साइड इफेक्ट कलेक्शन करबा सेटा होची फार्माकोविजिलेंस डिपार्टमेंट रो काम मु तो छोटे एग्जांपल दोची बुझ प्रैक्टिकल कथा कहू हमर एमआर भाई माने सब जाउछंती डॉक्टर पाखु तो थरी निया जो जने एमआर भाई गले डॉक्टर पाखु से कहले जे आगे हमर डायबिटीज रो नुवा ट्रायल करथबा माने नुवा ड्रग डेवलप नै छै आमे तारा क्लिनिकल ट्रायल भी करिछु और हमर रिजल्ट बहुत भलो आसी जे आपण पेशेंट प्रिस्क्राइब करो आउ मु आको बाको मेडिसिन दुकान दे अवेलेबल करे दी धनी नै जो डॉक्टर ताका पेशेंट को मेडिसिन देबे मेडिसिन पेशेंट तारा मेडिसिन किडनी खाया अच्छा पेशेंट 3 मास पर आसी कहूची आगे हमर कंट्रोल तो अछि कोलेस्ट्रॉल लेवल किनु मोर यूरिन सब एंड अप करो तारा कोन हैला एकेर मार्केट को आसिला पर पुनी साइड इफेक्ट्स बाहरला तो जे एमआर भाई अछन से कोन करिवे फार्मा कंपनी को तापर डाटा पठेबे जे हां एबी साइड इफेक्ट्स बाहर तो फार्मा को बिजनेस डिपार्टमेंट रो काम होची कोन ड्रग मार्केट को आसिला पर कोड कोन साइड इफेक्ट होची से डाटा कलेक्शन करेगा बुझी पारला तो एबे हमें बुझिले जे जो पांचटा हम जो कोर्स होचे सी केमती इंटरलिंक हे कि अछन बुझिलो तो एबे नेक्स्ट हमें बुझिबा जे हमको जॉब दबो प्रथमे हम फार्मा कंपनी जॉब दबो जेमे तुम कहली फार्मा को बिजनेस सब फार्मा कंपनी रो फार्मा को बिजनेस टीम थाए तो फार्मा कंपनी हमको प्रथमे जॉब दबो सेकंड के मु जेमते कहली सीआरओ कॉन्ट्रैक्ट रिसर्च ऑर्गेनाइजेशन सेमानकर सब तक डिपार्टमेंट तो से माने भी हमको जॉब देबे सीआरओ सब की अछन हमर इक्विया हो पैरेक्सेल हो नोवाटिस हो आइकन हो बुझी बरछटे रे यस सर तो तापर सीआरओ पर हमको आउ के जॉब दबो एसेंचर हो कॉग्निजेंट हो विप्रो हो ए माने जॉब देबे तमे कहबे ये तो आईटी कंपनी याकर हम सहित कोन रिलेशन है ना ए माने का रिलेशन हो एया तमे भाबो एसेंचर हो कॉग्निजेंट हो ए माने कोन करछन मु एग्जांपल हिसाब रे बुझौ छै ना धरि दिया जो एसेंचर कॉग्निजेंट ए माने को कंपनी को बड़ा बड़ा फार्मा कंपनी हो किबा सीआरओ कंपनी हो तांकर डिपार्टमेंट ए माने बुझि सब वो एग्जांपल दोची भाबो लेट धरि निया जो फाइजर रो आ विप्रो रो एग्रीमेंट हेची विप्रो कोन करचंती फाइजर रो फार्माकोविजिलेंस डिपार्टमेंट को ए माने बुझुचो तो सेहि पे से माने भी जॉब प्रोवाइड करिवे हम लास्ट होची हमर डीसीजीआई जेमिति समस्त क्लिनिकल ट्रायल कंडक्ट करछंती गवर्नमेंट भी जे क्लिनिकल ट्रायल कंडक्ट करनती तमे तो जानिथिबो हमर एठी आईसीएमआर आरएमआरसी अछि हां तो से माने भी क्लिनिकल ट्रायल कंडक्ट करनती गवर्नमेंट हिसाब रे तांकर भी जॉब्स बारे किंतु आईसीएमआर आरएमआरसी रो जहा जॉब्स बारे डीसीजीआई रो सेटा कॉन्ट्रैक्चुअल थाए परमानेंट न थाए 2 वर्ष हो 3 वर्ष हो जति दिन कॉन्ट्रैक्ट थिबो सेति दिन ताको जॉब्स मिले तापर एजर्स माने काढी देई पारंती किंबा अलगा प्रोजेक्ट देई पारंती कारण हमर बहुत पिला माने बहुत पूर्व भी बहुत सारा जगह रे जॉब्स करूथि तो कहबार जन होचे या क्लिनिकल रिसर्च फील्ड गोटे एमबीपी फील्ड जो फील्ड रे आज एन फार्मा हमको आईटी फील्ड सुधा कनेक्शन होबा पे सुधा मिलिबो आ एथरे एक तो जॉब माने एथरे जॉब्स बाहर मत बहुत भलो एथरे सैलरीज मत बहुत भलो आ एथरे आगो को ग्रोथ मत बहुत वर्तमान तो बुझी पारलो तो क्लिनिकल रिसर्च कोन हां हमें जो कोर्स दोजे सी कोन आ हमें हमको मार्केट रे जॉब के अवेलेबल करेबो बुझी पाले तो जानि पारलो तो अच्छा हो ए जिंस तमे पिला मानो को जणाओ है ना जदि कि पिलांकर प्रॉब्लम्स अछि कि डाउट अछि मते कुह हमें तांकर डाउट क्लियर है ना